ସାଙ୍ଗମାନେ ଶୁଭ ସକାଳ। ଆଜିର ଏହି ଶୁଭ ସକାଳରେ ସମସ୍ତଙ୍କୁ ସ୍ୱାଗତମ ସୁସ୍ୱାଗତମ। ନୂତନ ଭିଡ଼ିଓରେ ସ୍ୱାଗତମ ସୁସ୍ୱାଗତମ। ଦେଖିପାରୁଛନ୍ତି ଦିନ 7:30-8 ସୂର୍ଯ୍ୟଙ୍କର ତେଜ ଆଜି କିଭଳି ବଢ଼ି ଚାଲିଛି। ସକାଳୁ ହାଲକା ହାଲକା ବର୍ଷା ମଧ୍ୟ ଟିକେ ହେଇଛି ଏବଂ ତଥାପି ସୂର୍ଯ୍ୟଙ୍କର ତେଜ ବଢ଼ି ବଢ଼ି ଚାଲିଛି। ପ୍ରବଳ ଖରାର ଆଗକୁ ସମ୍ଭାବନା ଯାହା ଦେଖାଯାଉଛି, ପ୍ରବଳ ଖରା ହେବାର ସମ୍ଭାବନା। ତେଣୁ ସାଙ୍ଗମାନେ ଆଜି ଆପଣମାନଙ୍କୁ ଏକ ମଜାଦାର ଆଉ ଇଣ୍ଟରେଷ୍ଟିଂ ଆଉ ଜବରଦସ୍ତ ଗୋଟେ ଭିଡ଼ିଓ ମୁଁ ଆଜି ଆପଣମାନଙ୍କୁ ଦେଖେଇବି। ତେଣୁ ଚାଲନ୍ତୁ ଦେଖିବା ସେ ଭିଡ଼ିଓଟା କ'ଣ। ଚାଲନ୍ତୁ ସାଙ୍ଗମାନେ। ଆମେ ଯେତେବେଳେ ଛୋଟ ଥିଲୁ ସାଧାରଣତଃ ଚଢ଼େଇ ଧରିବା, ଚଢ଼େଇ ବସା କରିବା, ଚଢ଼େଇ ବସାରେ ଅଣ୍ଡା ଦେଖିବା ଆଉ ବିଭିନ୍ନ ଗଛ କୋରଡ଼ରେ ଭାରି ଇଣ୍ଟରେଷ୍ଟିଂ କଥା ଲାଗେ, ଇଣ୍ଟରେଷ୍ଟିଂ ଲାଗେ। ସ୍କୁଲକୁ ଯାଇଥିବୁ ସକାଳୁ ସ୍କୁଲକୁ ଯାଇଥିବୁ ସକାଳୁ 4ଟା ବେଳେ ଫେରିଲା ବେଳେ ଆମେ ସବୁବେଳେ ନଜର ରଖୁ ବ୍ୟାଗ୍ଟାକୁ କାନ୍ଧରେ ଥୋଇ ଦେଇ ବରଗଛ ଖୋଲରେ ଆମେ ଦେଖୁ ଚଢ଼େଇ କେଉଁଠି ବସା କରିଛି, ଚଢ଼େଇ କେମିତିଆ ଅଣ୍ଡା ଦେଇଛି, ଚଢ଼େଇ କେମିତିଆ ଛୁଆ କରିଛି। ତେଣୁ ଆଜି ଏକ ଇଣ୍ଟରେଷ୍ଟିଂ ମଜାଦାର କଥା ଯେ କି ସେଇ ସୁନ୍ଦର ଚଢ଼େଇ ଦୁଇଟି ଚଢ଼େଇ ଯାହାକୁ ଦେଖିଲେ ବହୁତ ସୁନ୍ଦର ଲାଗେ ଏବଂ ଦେଖିବା ପାଇଁ ମଧ୍ୟ ଇଣ୍ଟରେଷ୍ଟେଡ଼ ହୁଏ, ସେଇ ଦୁଇଟା ଚଢ଼େଇଙ୍କର ବସା ଆଜି ଆମେ ଦେଖିବା ଏକ ଇଣ୍ଟରେଷ୍ଟିଂ ଜାଗାରେ ମଧ୍ୟ। ଧନ୍ୟବାଦ ସାଙ୍ଗମାନେ ଦେଖିପାରୁଛନ୍ତି ଏଇଟା ଆମ ଘରର ଏଣ୍ଟ୍ରି ପଏଣ୍ଟ। ଦେଖିପାରୁଛନ୍ତି ଏଣ୍ଟ୍ରି ପଏଣ୍ଟ। ତେଣୁ ଠିକ୍ ଏଇ ଜାଗାରେ ଦେଖିପାରୁଛନ୍ତି ଗୋଟେ କୁଡ଼ୁଆ ଟଙ୍ଗା ହେଇଛି, କୁଡ଼ୁଆ ଦେଖିପାରୁଛନ୍ତି ସାଙ୍ଗମାନେ। ତେଣୁ ଏ କୁଡ଼ୁଆ ଭିତରେ ଦୁଇଟି ଚଢ଼େଇଙ୍କର ସୁନ୍ଦର ବସା, କୁଡ଼ୁଆଟା ଟଙ୍ଗା ହେଇଛି ଦ୍ୱାର ମୁହଁରେ। ଦେଖିପାରୁଛନ୍ତି ସାଙ୍ଗମାନେ ଠିକ୍ ଆମ ଦ୍ୱାର ମୁହଁରେ। ଏ କୁଡ଼ୁଆ ଭିତରେ ଦୁଇଟି ସୁନ୍ଦର ଚଢ଼େଇଙ୍କର ସୁନ୍ଦର ବସା। ଆପଣମାନଙ୍କୁ ବସା ମୁଁ ଦେଖାଉଛି, ଦେଖିଲେ ସାଙ୍ଗମାନେ। ତେଣୁ ବସା ଭିତରେ ବୋଧେ 3ଟି ଅଣ୍ଡା। ଆଉ ଥରେ ଦେଖନ୍ତୁ, ଯାହା ଦେଖାଯାଉଛି 3ଟି ଅଣ୍ଡା ମଧ୍ୟ ଅଛି। ଧନ୍ୟବାଦ ସାଙ୍ଗମାନେ। ଆପଣ ଦେଖିଲେ ଗୋଟେ ମଜାଦାର ଇଣ୍ଟରେଷ୍ଟିଂ ଜିନିଷ। ଆଉ ଦୁଇଟା ଚଢ଼େଇ ଆସି ବସୁଛନ୍ତି, ଯାଉଛନ୍ତି, ଆପଣମାନେ ଦେଖୁଛନ୍ତି। ଧନ୍ୟବାଦ। ଦେଖିପାରୁଛନ୍ତି ସାଙ୍ଗମାନେ ସୁନ୍ଦର ଭାବରେ ଚଢ଼େଇଟା କେମିତି ବସିଛି ବସାରେ। ଦେଖିପାରୁଛନ୍ତି ପୁରା ସେଫ୍ଟି ଜାଗା ଖୋଜିଛି। ସବୁଠାରୁ ଆଠୁ ବୋଧେ ସେଫ୍ଟି ଆଉ କିଛି ନାହିଁ। ଝଡ଼ ବର୍ଷା ବାତ୍ୟା ଯାହା ହଉ କୌଣସି ଅସୁବିଧା ତାର ହେବ ନାହିଁ। ତେଣୁ ସାଙ୍ଗମାନେ ମୋତେ ଭାରି ଖୁସି ଲାଗୁଛି। ଆପଣଙ୍କୁ କେମିତି ଲାଗୁଛି ଆପଣ କମେଣ୍ଟରେ ନିଶ୍ଚିନ୍ତ ଜଣାଇବେ। ଆଉ ନିଶ୍ଚିନ୍ତ କମେଣ୍ଟ କରିବାକୁ ଭୁଲିବେନି ଚଢ଼େଇ ଦୁଇଟା କେତୋଟି ଅଣ୍ଡା ଦେଇଛନ୍ତି ଏକଥା ନିଶ୍ଚିନ୍ତ କମେଣ୍ଟରେ ଆପଣମାନେ ଲେଖିବେ। ଆଉ ଆପଣଙ୍କ ଘରେ କି ଦୁଆର ମୁହଁରେ କି ଏମିତି ଯଦି ବସା ଥାଏ ତାହେଲେ ନିଶ୍ଚିନ୍ତ କମେଣ୍ଟରେ ଆପଣ ଜଣାଇବେ। ଧନ୍ୟବାଦ। ଆପଣମାନେ ପ୍ରାଞ୍ଜଳ ଭାବେ ଦେଖନ୍ତୁ ଘରଚଟିଆ ଚଢ଼େଇଟା କେତେ ସୁନ୍ଦର ଜାଗାରେ, ସେଫ୍ଟି ଜାଗାରେ ଆମ ଦୁଆର ମୁହଁରେ ଠିକିଟା ଟଙ୍ଗା ହେଇଛି, ତା ଦେହରେ ସେଥିରେ ସେ ବସା କରିଛି। ଆପଣମାନେ ଦେଖୁଛନ୍ତି ଚଢ଼େଇଟା ବଇଛେଇ ଉଡ଼ିଗଲା। ଆଉ ତା ଦେହରେ ଅଣ୍ଡା 2ଟା ମଧ୍ୟ ଅଛି। ଦେଖିପାରୁଛନ୍ତି ସାଙ୍ଗମାନେ ଦେଖୁଛନ୍ତି କେତେ ସୁନ୍ଦର ଦେଖାଯାଉଛି। ତା ବେକ ପାଖରେ ନାଲି ଟିକେ ଧଳା ଯେମିତି ଗୋଟେ ସିଂହ ଭଳିଆ ଉଠିଛି। ଆଉ କେତେ ସୁନ୍ଦର ଦେଖାଯାଉଛି ଆପଣମାନେ ଦେଖନ୍ତୁ। ପ୍ରକୃତିର କିଭଳି ବିଚିତ୍ର ଲୀଳା ଚଢ଼େଇଟାକୁ ତିଆରି କରିଛନ୍ତି ଭଗବାନ। ଦିନେ ତ ପୋଡ଼ି ଜଳିଗଲା ଆକାଶରେ ଏଇଥିରେ ପଡ଼ିବୁ ସନ୍ଧ୍ୟା ହଉ ଚଢ଼େଇଟା ଆସି ତା ବସାରେ ବସିଯାଇ ସାଙ୍ଗମାନେ ଦେଖୁଛନ୍ତି ସାଙ୍ଗମାନେ ଚଢ଼େଇଟା ତା ବସାରେ ବସିଗଲା। ଯେଉଁ ସାଙ୍ଗମାନେ ଆପଣମାନେ ଦେଖୁଛନ୍ତି ଭିଡ଼ିଓଟାକୁ ଚଢ଼େଇଟା କେତେ ଅଣ୍ଡା ଦେଇଛି ଆପଣମାନେ ନିଶ୍ଚିନ୍ତ କମେଣ୍ଟରେ କହିବେ।